ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦେଖୁ ଦେଖୁ ଆମମାନେ 80ତମ ସ୍ୱାଧୀନତା ଦିବସରେ ଆମେ ପହଞ୍ଚିଅଛୁ। ସ୍ୱାଧୀନତା ଦିବସ ଏହା ପ୍ରତ୍ୟେକ ଭାରତବାସୀମାନଙ୍କ ନିମନ୍ତେ ଗୋଟିଏ ବହୁତ ବଡ଼ ଗଣପର୍ବ ଅଟେ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ସେମାନେ ପାଳନ କରନ୍ତି। ଦୀର୍ଘ ବର୍ଷ ଧରି ଭାରତ ଇଂରେଜ ସରକାରଙ୍କର ଅଧୀନରେ ପରାଧୀନ ଅବସ୍ଥାରେ ଥିଲା। ଆଉ 1947 ମସିହା ଅଗଷ୍ଟ ମାସ 15 ତାରିଖରେ ଭାରତ ଇଂରେଜ ସରକାରଙ୍କର କବଳରୁ ସେ ସ୍ୱାଧୀନତା ଲାଭ କଲା। ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅକ୍ଳାନ୍ତ ପରିଶ୍ରମ ବଳିଦାନ ଆଉ ଏହିସବୁ ହେଲା ପରେ ଆମମାନଙ୍କର ଦେଶ ଭାରତ ଗୋଟିଏ ସ୍ୱାଧୀନ ଦେଶ ଭାବରେ ଗଠିତ ହେଲା। ଭାରତ 1947 ମସିହାରେ ସେ ସ୍ୱାଧୀନ ହେଲା। 1950 ମସିହାରେ ପୃଥିବୀର ସବୁଠାରୁ ବୃହତ୍ ସମ୍ବିଧାନ ଆମମାନଙ୍କର ଭାରତ ଦେଶକୁ ଆମେ କି ପ୍ରକାର ଭାବରେ ଚଲେଇ ପାରିବା ଏଥିନିମନ୍ତେ 1950 ମସିହାରେ ସମ୍ବିଧାନ ଲାଗୁ କରାଗଲା। ଆଉ ଆଜିକୁ ଦେଖୁ ଦେଖୁ ଆମମାନଙ୍କର ଭାରତର 80ତମ ସ୍ୱାଧୀନତା ଦିବସରେ ଆମେ ପହଞ୍ଚି ଯାଇଅଛୁ। ପ୍ରିୟମାନେ, ଭାରତ ରାଜନୈତିକ ଭାବରେ ସେ ଇଂରେଜ ସରକାରଙ୍କର କବଳରୁ ସ୍ୱାଧୀନତା ସେ ଲାଭ କରିଛି। ମାତ୍ର ଆଜି ମଧ୍ୟ ଭାରତ ଆଧ୍ୟାତ୍ମିକ ଭାବରେ ସେ ପରାଜିତ ଅବସ୍ଥାରେ ରହିଅଛି। ପ୍ରିୟମାନେ, ଆମେ ଦେଖୁଛୁ ପୃଥିବୀର ଅନେକ ଦେଶ ଗୁଡ଼ିକ ରହିଅଛି, ସେସବୁ ମଧ୍ୟରେ ଭାରତ ଅନ୍ୟତମ ଦେଶ ଅଟେ। ଭାରତର ଇତିହାସ ଗୌରବମୟ, ଭାରତର ବର୍ତ୍ତମାନ ବି ଗୌରବମୟ, ଆଉ ଭାରତର ଭବିଷ୍ୟତ ମଧ୍ୟ ଗୌରବମୟ ହେବା ପାଇଁ ଯାଉଅଛି। କାରଣ ଭାରତର ଲୋକମାନେ ସେମାନେ ବହୁତ ପ୍ରେମିକ ଲୋକମାନେ ଅଟନ୍ତି। ପ୍ରିୟମାନେ, କହିବା ପାଇଁ ଚାହେଁ ଆମ ଭାରତ ରାଜନୈତିକ ଭାବରେ ସେ ସ୍ୱାଧୀନତା ଲାଭ କରିଛି, ମାତ୍ର ଏବେ ମଧ୍ୟ ଆଧ୍ୟାତ୍ମିକ ଭାବରେ ଭାରତ ପରାଧୀନ ଅବସ୍ଥାରେ ଅଛି। ଭାରତର ରାଷ୍ଟ୍ରପତି ଯିଏକି ସବୁଠାରୁ ଉଚ୍ଚ ପଦର ବ୍ୟକ୍ତି, ମାତ୍ର ଭାରତର ରାଷ୍ଟ୍ରପତି ଉଚ୍ଚ ପଦର ବ୍ୟକ୍ତି ହେଲେ ମଧ୍ୟ ତାହାଙ୍କୁ ମନ୍ଦିର ଭିତରେ ପଶିବା ପାଇଁ ଅନୁମତି ନାହିଁ। ଦେଖନ୍ତୁ କେଡ଼େ ବଡ଼ ବିଡ଼ମ୍ବନା ଅଟେ। ଭାରତର ସର୍ବୋଚ୍ଚ ନାଗରିକ ରାଷ୍ଟ୍ରପତିଙ୍କୁ ଯଦି ଗୋଟିଏ ମନ୍ଦିର ଭିତରେ ପ୍ରବେଶ କରିବା ପାଇଁ ମନା କରାଯାଉଛି, ତାହେଲେ ଏବେ କ'ଣ ଆମ ଦେଶ ଆଧ୍ୟାତ୍ମିକ ଭାବରେ ସେ ସ୍ୱାଧୀନ ହୋଇଛି? ଆଜି ମଧ୍ୟ ଜାତି ପ୍ରଥା ଭେଦଭାବ ଆମମାନଙ୍କର ଦେଶରେ ପ୍ରଚୁର ପରିମାଣରେ ରହିଅଛି। ଏଥିରୁ ଆମକୁ କେବେ ସ୍ୱାଧୀନତା ମିଳିବ? ପ୍ରିୟମାନେ, ଆମମାନଙ୍କର ଏହି ଜାତି ପ୍ରଥାର ବ୍ୟବସ୍ଥା ଆମ ଦେଶକୁ ପରାଧୀନ କରି ରହିଅଛି। ଯଦି ଭାରତର ରାଷ୍ଟ୍ରପତିଙ୍କୁ ଯଦି ମନ୍ଦିର ଭିତରେ ପ୍ରବେଶ କରାଯାଉ ନାହିଁ ତାଙ୍କର ଜାତିକୁ ନେଇ, ତାହେଲେ ଅନ୍ୟାନ୍ୟ ସାଧାରଣ ନାଗରିକମାନଙ୍କର କଥା କ'ଣ? ଏହି ଯେଉଁ ଭେଦଭାବରୁ ଆମମାନଙ୍କ ଦେଶ କେତେବେଳେ ସ୍ୱାଧୀନତା ଲାଭ କରିବ? କି ପ୍ରକାର ସ୍ୱାଧୀନତା ଲାଭ କରିପାରିବ? ପ୍ରିୟମାନେ, ବାଇବଲ ଆମମାନଙ୍କୁ କହେ ଯେ ଯାହାକୁ ପୁତ୍ର ସ୍ୱାଧୀନ କରିବେ ସେ ହିଁ ପ୍ରକୃତରେ ସ୍ୱାଧୀନତା ହେଇପାରିବ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଭେଦଭାବକୁ ସେ ନଷ୍ଟ କରିବା ପାଇଁ ଆସିଲେ, ସେ ଭାଙ୍ଗିବାକୁ ଆସିଲେ। ପ୍ରିୟମାନେ, ଯେଉଁ ସମୟରେ ଆମେ ପଢ଼ୁଅଛୁ ଏଫେସୀୟ ପୁସ୍ତକ 2 ଅଧ୍ୟାୟ ଏହାର 13 ପଦରେ, କିନ୍ତୁ ପୂର୍ବରେ ଦୂରରେ ଥିଲ ଯେ ତୁମ୍ଭେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ, କାରଣ ସେ ତ ଆମ୍ଭମାନଙ୍କର ଶାନ୍ତି, ସେ ଶତ୍ରୁତା ସ୍ୱରୂପ ମଧ୍ୟବର୍ତ୍ତୀ ବିଚ୍ଛେଦ ପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି। ଆମମାନେ ରାଜନୈତିକ ଭାବରେ ଆମେ ସ୍ୱାଧୀନତା ହେଇଛୁ, ମାତ୍ର ଏଇ ଯେଉଁ ଜାତି ପ୍ରଥା ଭେଦଭାବ ଏହିରୁ ସ୍ୱାଧୀନତା କିଏ ଦେଇପାରନ୍ତି? ଏଥିରୁ ସ୍ୱାଧୀନତା କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ଦେଇପାରନ୍ତି। କାରଣ ଗୋଟିଏ ଜାତି ଆଉ ଗୋଟିଏ ଜାତି ମଧ୍ୟରେ ଯେଉଁ ବିଚ୍ଛେଦ ପ୍ରାଚୀର ରହିଛି, ଯେଉଁ ଶତ୍ରୁତା ସ୍ୱରୂପ ପ୍ରାଚୀର ରହିଛି, ସେହି ବିଚ୍ଛେଦ ପ୍ରାଚୀରକୁ ଭାଙ୍ଗିବା ବ୍ୟକ୍ତି କିଏ? ପ୍ରଭୁ ଯୀଶୁଖ୍ରୀଷ୍ଟ। ଯେଉଁ ସମୟରେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଆମେ ପଳାଇ ଆସୁ, ଜାତି ବର୍ଣ୍ଣ
ଭାଷା ଏ ସବୁ ଅଲଗା ଅଲଗା ଥିଲେ ମଧ୍ୟ ଆମେ ଖ୍ରୀଷ୍ଟଙ୍କ ଠାରେ ଆମେ ଏକ ଅଟୁ। ଆମମାନଙ୍କ ମଧ୍ୟରେ କୌଣସି ପ୍ରକାର ପ୍ରଭେଦ ରହିବ ନାହିଁ। ସେଥିପାଇଁ ଯେତେବେଳେ ଆମେ ଯାକୁବ ପୁସ୍ତକ ପଢ଼ୁଛୁ, ଲେଖାଯାଏ 2 ଅଧ୍ୟାୟ 1 ପଦରେ, ହେ ମୋହର ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିଥିବାରୁ ମନୁଷ୍ୟର ମୁଖ ଅପେକ୍ଷା କର ନାହିଁ, ଭେଦଭାବ କର ନାହିଁ। କାରଣ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କଲା ପରେ ଲୋକମାନଙ୍କ ମଧ୍ୟରେ ଭେଦଭାବ ଚାଲିଯିବାର ଅଛି। କାରଣ ସେ ଭେଦଭାବକୁ, ସେ ଜାତି ପ୍ରଥାକୁ, ଉଚ୍ଚ ନୀଚକୁ ସେ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଛନ୍ତି। କ୍ରୁଶ ଉପରେ ସେ ଶତ୍ରୁତାକୁ ନଷ୍ଟ କରିଅଛନ୍ତି। ଯେତେବେଳେ ଜଣେ ବ୍ୟକ୍ତି ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ପଳାଇ ଆସନ୍ତି, ସେହି ସମୟରେ ତାଙ୍କର କୌଣସି ପ୍ରକାର ଭେଦଭାବ ରହେ ନାହିଁ। କାରଣ ଏହି ଯେଉଁ ଭେଦଭାବ ଆମର ଦେଶକୁ ନଷ୍ଟ କରୁଅଛି। ଏ ଯେଉଁ ଭେଦଭାବ କ'ଣ କରୁଛି? କିଛି ଲୋକଙ୍କୁ ଉଚ୍ଚରେ ରଖୁଛି, କିଛି ଲୋକକୁ ନିଚରେ ରଖୁଛି। ପ୍ରିୟମାନେ, ଏଇ ଯେଉଁ ଭେଦଭାବ, ଏ ଯେଉଁ ଆଧ୍ୟାତ୍ମିକ ସ୍ୱାଧୀନତା, ଲୋକ ଯେତେ ପାଠ ପଢ଼ିଲେ ମଧ୍ୟ, ଯେତେ ଶିକ୍ଷିତ ହେଲେ ମଧ୍ୟ ସେମାନଙ୍କ ମଧ୍ୟରେ ଭେଦଭାବ। ମୁଁ ତୋ ହାତରୁ ଖାଇବି ନାହିଁ, ମୁଁ ତୋ ହାତରୁ ପାଣି ପିଇବି ନାହିଁ, ମୁଁ ତୋ ଘରେ ଆସିପାରିବି ନାହିଁ, ମୁଁ ତୋକୁ ଛୁଇଁ ପାରିବି ନାହିଁ। ଏହି ପ୍ରକାର ଭେଦଭାବ ଗୁଡ଼ିକରୁ, ଏହି ପ୍ରକାର ଆଧ୍ୟାତ୍ମିକ ବିଷୟରୁ ସ୍ୱାଧୀନତା ଶିକ୍ଷା ଦିଏ ନାହିଁ। ଏହି ଆଧ୍ୟାତ୍ମିକ ବିଷୟର ସ୍ୱାଧୀନତା କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ଦେଇପାରନ୍ତି। ଆମମାନଙ୍କ ଦେଶ 1947 ମସିହାରେ ସେ ସ୍ୱାଧୀନତା ଲାଭ କରିଅଛି। ମାତ୍ର ଆମମାନଙ୍କ ଦେଶକୁ ଆମମାନେ ଏହି ଭେଦଭାବରୁ, ଏହି ଅନ୍ଧବିଶ୍ୱାସରୁ, ଏ ଜାତି ପ୍ରଥାରୁ ଆମମାନଙ୍କ ଦେଶକୁ ସ୍ୱାଧୀନ କରିବାର ଆବଶ୍ୟକ ରହିଅଛି। ଏହା ହେଉଛି ଆଧ୍ୟାତ୍ମିକ ସ୍ୱାଧୀନତା। ଲୋକ ଏତେ ଶିକ୍ଷିତ ହେଲେଣି, ଲୋକ ଚନ୍ଦ୍ରପୃଷ୍ଠକୁ ଗଲେଣି, ମାତ୍ର ଏବେ ଯାଏଁ ଆମମାନଙ୍କ ମଧ୍ୟରେ ଭେଦଭାବ ଯାଇନାହିଁ। କିଛି ଲୋକ ଅଛନ୍ତି, ଆମେ ଉଚ୍ଚ ଜାତିର, ଉଚ୍ଚ ବର୍ଗର ଲୋକ, ଆମେ ସବୁଠାରୁ ଉଚ୍ଚରେ ଥିବା ଲୋକ। ଯିହୁଦୀ ଲୋକମାନେ ସେଇଟା ଭାବୁଥିଲେ। ସେମାନେ ମଧ୍ୟ ଭାବୁଥିଲେ ଆମେ ପବିତ୍ର ଲୋକ, ଆମେ ଈଶ୍ୱରଙ୍କ ନିଜର ଲୋକ, ଈଶ୍ୱରଙ୍କ ମନୋନୀତ ଲୋକ ଭାବୁଥିଲେ। ଆଉ ଅନ୍ୟମାନଙ୍କୁ ସେମାନେ ମଧ୍ୟ ତୁଚ୍ଛ କରୁଥିଲେ। ମାତ୍ର ଯୀଶୁଖ୍ରୀଷ୍ଟ ଆସିବା ଦ୍ୱାରା ସେ ଯିହୁଦୀ, ଗ୍ରୀକ୍, ଏସବୁ ପ୍ରକାର ଭେଦଭାବକୁ ସେ ସମ୍ପୂର୍ଣ୍ଣ ଭାବରେ ସେ ଦୂର କରିଅଛନ୍ତି। ଗାଲାତୀୟ ପୁସ୍ତକ ଆମେ ଯେଉଁ ସମୟରେ 3 ଅଧ୍ୟାୟ ଆମେ ପଢ଼ୁ, ଲେଖାଯାଏ ଏହାର 28 ପଦ, ଯିହୁଦୀ କି ଗ୍ରୀକ୍, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ। କାରଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତୁମ୍ଭେମାନେ ଏକ। ଖ୍ରୀଷ୍ଟ ଯୀଶୁଙ୍କ ଠାରେ ହିଁ ଏହି ଜାତି ପ୍ରଥା ସମାପ୍ତ ହୁଏ। ଖ୍ରୀଷ୍ଟ ଯୀଶୁଙ୍କ ଠାରେ ହିଁ ଆଧ୍ୟାତ୍ମିକ ସ୍ୱାଧୀନତା ଆମମାନଙ୍କୁ ମିଳେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନେ 80ତମ ସ୍ୱାଧୀନତା ଦିବସ ଆମେ ପାଳନ କରୁଛୁ। ମାତ୍ର ଏବେ ମଧ୍ୟ ଆମେ ଜାତି ପ୍ରଥାର ବନ୍ଧନରେ ଅଛୁ। ଏବେ ମଧ୍ୟ ଅନେକ ଲୋକଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବା ପାଇଁ ନିଷେଧ କରାଯାଉଛି। ଏବେ ମଧ୍ୟ ଦେଖୁଛୁ ଆମେ କିଛି ଲୋକମାନେ ଯେଉଁ ଦଳିତ ଶ୍ରେଣୀର ଲୋକମାନଙ୍କ ଉପରେ ପରିସ୍ରା କରୁଛନ୍ତି। କି ପ୍ରକାର ଭାବରେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି। ଯେଉଁମାନେ ଦଳିତ ଶ୍ରେଣୀର ଲୋକମାନେ, ସେମାନେ କୌଣସି ପ୍ରକାର ଧର୍ମ କାର୍ଯ୍ୟ କରିପାରିବେ ନାହିଁ। ସ୍ୱତନ୍ତ୍ର ଜାତିର ଲୋକ ହିଁ ସେସବୁ କରିପାରିବେ। କାରଣ ଏସବୁ ପ୍ରକାର ଜାତି ପ୍ରଥା, ଭେଦଭାବ ଆମମାନଙ୍କ ଦେଶରେ ରହିଅଛି। ପ୍ରିୟମାନେ, ଆଧ୍ୟାତ୍ମିକ ସ୍ୱାଧୀନତା ରହିବାର ଆବଶ୍ୟକ ରହିଛି। ଖ୍ରୀଷ୍ଟଙ୍କ ପାଖକୁ ପଳାଇ ଆସିଲା ପରେ ଆମମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ସମସ୍ତେ ସମାନ ପ୍ରଭୁଙ୍କ ଠାରେ ହେବେ। ପ୍ରିୟମାନେ, ଆଧ୍ୟାତ୍ମିକ ସ୍ୱାଧୀନତା କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟ ଦେଇପାରିବେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମ ଦେଶ ମଧ୍ୟ ଆଧ୍ୟାତ୍ମିକ ସ୍ୱାଧୀନତା ଲାଭ କରିବାର ଆବଶ୍ୟକ ରହିଅଛି। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ଯେ ତୁମେ ବାକ୍ୟ ରୂପୀ ପରମେଶ୍ୱର ଅଟ। ଆଉ ସଦା ସର୍ବଦା ଆପଣା ବାକ୍ୟ ଦ୍ୱାରା ଆମମାନଙ୍କୁ କଥା କହି ଆମମାନଙ୍କୁ ଉତ୍ସାହିତ କରୁଛ। ପ୍ରଭୁ, ଆମମାନଙ୍କ ଦେଶକୁ ଆଧ୍ୟାତ୍ମିକ ସ୍ୱାଧୀନତା ତୁମେ ପ୍ରଦାନ କର। ଜାତି ପ୍ରଥା, ଭେଦଭାବ, ବିଭିନ୍ନ ପ୍ରକାର ବିଷୟର ଯେଉଁ ବନ୍ଧନରେ, ଅନ୍ଧବିଶ୍ୱାସ, ଏହିସବୁ ବନ୍ଧନରେ ଲୋକମାନେ ଅଛନ୍ତି, ପରାଧୀନ ଅବସ୍ଥାରେ ଅଛନ୍ତି। ପ୍ରାର୍ଥନା କରୁଛୁ, ଦୟାକରି ପ୍ରଭୁ ନିଶାଦ୍ରବ୍ୟ ସେବନରୁ ଲୋକମାନଙ୍କୁ ମୁକ୍ତ କର। ଶାରୀରିକ ଅଭିଳାଷରୁ ଲୋକମାନଙ୍କୁ ମୁକ୍ତ କର। ଦଳଭେଦ, ମତଭେଦରୁ ଲୋକମାନଙ୍କୁ ମୁକ୍ତ କର। ଆମ ଦେଶରେ ଏକତା ତୁମେ ଦିଅ। ଆମ ଦେଶରେ ମିଳନ ତୁମେ ଦିଅ। ଆମେ ମିଳିମିଶି ଆମମାନେ ଆମ ଦେଶରେ ଆମେ ବାସ କରିପାରିବୁ। ଦୟାକରି ତୁମେ
ଅନୁଗ୍ରହ କର। ଆମେ ଧନ୍ୟବାଦ ଦେଉଛୁ ତୁମେ ଆମ ଦେଶକୁ ପ୍ରଭୁ ସ୍ୱାଧୀନ କରିଛ। ଆଉ ଯେଉଁ ଯେଉଁ କ୍ଷେତ୍ରରେ ଆମମାନଙ୍କ ଦେଶର ସ୍ୱାଧୀନତା ଆବଶ୍ୟକ ରହିଛି ସବୁ ବିଷୟରେ ସ୍ୱାଧୀନ କରି ଗୌରବ ପାଅ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମିନ୍ ଆମିନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପୁନର୍ବାର ଆପଣ ସମସ୍ତଙ୍କୁ ହ୍ୟାପି ଇଣ୍ଡିପେଣ୍ଡେଣ୍ଟ ଡେ, ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା, ଅଭିନନ୍ଦନ। ପ୍ରଭୁ ଆମ ଦେଶକୁ ଉନ୍ନତିର ମାର୍ଗରେ ସଦାସର୍ବଦା କଢ଼ାଇ ନିଅନ୍ତୁ। ଆମିନ୍। ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।